Hidden in the Prachi River Valley, there is a temple most people pass without noticing. An east facing temple built from sandstone. It was built in the early 10th century during the Somavanshi period. That makes it more than 1,000 years old. ଯେତେବେଳେ କୋଣାର୍କ ମନ୍ଦିର 1200 ବଢ଼େଇ ମାନେ କରିଥିଲେ, ପ୍ରାଚୀ କୂଳରେ 7ଟି ମନ୍ଦିର ଥିଲା। ସପ୍ତମାତୃକା ଦେବୀ, ସପ୍ତମାତୃକା ଦେବୀ ଯମମା 7 ଭଉଣୀ ଥିଲେ। ଯମମା 7 ଭଉଣୀ ଭିତରୁ ଇଏ ହେଉଛନ୍ତି ଗୋଟେ ଭଉଣୀ ଯମମାଙ୍କର। Architecturally, this temple is rare. It follows the Khakra style, very different from most temples in Odisha. ଆଗରୁ ଏଠି ତନ୍ତ୍ରପାଠ ହେଉଥିଲା, ବର୍ତ୍ତମାନ ବି ତନ୍ତ୍ର ନେଇ ଚଣ୍ଡୀର ପୂଜା କରାଯାଉଛି, ହୋମ ହେଉଛି। ମନ୍ଦିରକୁ ଚାରିପଟେ ଦେଖିବେ ନାଗ ବନ୍ଦିତ କରାଯାଇଛି, କାରଣ ମନ୍ଦିରର ଏତେ ମାଆଙ୍କର ଶକ୍ତି ଯେ ବାହାରକୁ ନ ଯିବା ପାଇଁକା ଚାରିପଟେ ମାଆଙ୍କର ପାଶ ଦେବତା ନାଗ ବନ୍ଦିତ କରାଯାଇଛି। ବରାହ ଯେତେବେଳେ ଅବତାର ନେଇଥିଲେ ବିଷ୍ଣୁ ଭଗବାନ, ତାଙ୍କର ଗୋଟେ ଶକ୍ତି ରୂପିଣୀ ବାହାରିଥିଲା, ଇଏ ହେଉଛନ୍ତି ବାରାହୀ, ତାଙ୍କର ଧର୍ମପତ୍ନୀ। ବାରାହୀଙ୍କର ବେକରେ ରୁଦ୍ରାକ୍ଷ, ବେକରେ ନାଗ। ବିଷ୍ଣୁ ଭଗବାନ ବରାହ ଅବତାର ଯେମିତି ନେଇଥିଲେ, ବରାହଙ୍କ ମୁହଁ, ମାଆଙ୍କର ଶରୀର ହେଉଛି ମନୁଷ୍ୟ ଶରୀର, ବରାହ ମୁହଁ। For centuries, this sacred space has witnessed devotion, ritual, and generations of faith. Barahi Temple is not just stone and sculpture, it is a living memory of Odisha's spiritual past. Barahi Temple Chaurasai, where history still breathes.